ଆସନ୍ତୁ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା ଶ୍ରୀମଦ୍ ଭଗବଦ ଗୀତା ପ୍ରେୟାର କରିକି। ଓଂ ଅଜ୍ଞାନତିମିରାନ୍ଧସ୍ୟ ଜ୍ଞାନାଞ୍ଜନଶଲାକୟା ଚକ୍ଷୁରୁନ୍ମିଳିतं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतुषे नमः। हे कृष्णा करुणा सिंधु दीनबंधु जगतपते गोपीश गोपिका कांत श्री राधा कांत नमस्तुते। तप्त कांचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। ଏବେ ଆମେ ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗ ଆମେ କମ୍ପ୍ଲିଟ କରିଛେ 50 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ। ଆଜି ଆମେ 51 ନମ୍ବର ଶ୍ଲୋକ ନବା। ତେବେ ଏ ଶ୍ଲୋକ ଆମେ ଯୋଉ ଆରମ୍ଭ କରିଛେ ଯୋଉ ସେକ୍ସନ ଟି ବର୍ତ୍ତମାନ 50 ରୁ ସେ ଗୋଟିଏ ନୂଆ ବିଭାଗ ଆରମ୍ଭ ହେଲା। କେମିତି କର୍ମ କରିବା ସରିଗଲା 49 ରେ। 50 ରୁ ଆରମ୍ଭ ହେଲା ଯେ ବୁଦ୍ଧି ଯୋଗରେ କାମ କଲେ ତାର ଫାଇଦା କଣ। 50 ରୁ ଆରମ୍ଭ ହେଇଥିଲା ଏବଂ ଗୋଟିଏ ଏଇ ଯୋଉ ଫାଇଦା ବୁଦ୍ଧି ଯୋଗର ଫାଇଦା ଆମେ ସେଥିରେ ଗୋଟିଏ ଶ୍ଲୋକ 50 ନମ୍ବର ଶ୍ଲୋକଟି ଆମେ କରିଛେ। ତେବେ ଅର୍ଜୁନଙ୍କର ଯୁକ୍ତି କଣ ଥିଲା ଯେ ଏମାନେ ହଉଛନ୍ତି ମୋର ନିଜର ଲୋକ, ମୁଁ ମାରିଲେ ମତେ ପାପର ପ୍ରତିକ୍ରିୟା ମତେ ଭୋଗିବାକୁ ପଡିବ ଏବଂ ଏହା ପ୍ରତିକ୍ରିୟା ବହୁତ ଭୟଙ୍କର, ମୁଁ ବହୁତ କଷ୍ଟ ଭୋଗିବି। ତାକୁ କାଉଣ୍ଟର କରୁଛନ୍ତି, ମାନେ ଏଇ ଯୁକ୍ତିକୁ ଖଣ୍ଡନ କରୁଛନ୍ତି, ଗଲତ ବୋଲିକି ସାବ୍ୟସ୍ତ କରୁଛନ୍ତି। କେମିତି କୃଷ୍ଣା କହୁଛନ୍ତି ଦିଟା ଇମ୍ପୋର୍ଟାଣ୍ଟ ଶ୍ଲୋକ ବର୍ତ୍ତମାନ ସେ ଖଣ୍ଡନ କରିବା ପାଇଁ ତାଙ୍କର ଯୁକ୍ତିକୁ ସେ କହୁଛନ୍ତି। ପ୍ରଥମଟା କହିଲେ କଣ ନା ବୁଦ୍ଧିଯୁକ୍ତ ଜହାତୀୟ ବୁଦ୍ଧିଯୁକ୍ତ ଜହାତୀୟ ଜହାତି ଇହ ଉଭେ ସୁକୃତ ଦୁଷ୍କୃତେ। ଏଇଟା ହଉଛି ଫାଇଦା, ଫାର୍ଷ୍ଟ ଫାଇଦା ଯେ ଆମେ ଯେତେବେଳେ ବୁଦ୍ଧି ଯୋଗରେ କାମ କରିବା ତାହେଲେ ଆମର କଣ ହବ, ଆମେ ମୁକ୍ତ ହବା। କୋଉଥିରୁ ନା ଆମେ ଯୋଉ କର୍ମ ଫଳ ତିଆରି କରୁଛେ, ଭଲ ହଉ ବା ମନ୍ଦ ହଉ, ଯୋଉ କର୍ମ ଫଳ ଆମେ ସେଇ ଦୁଇଟାରୁ ତାର ପ୍ରତିକ୍ରିୟାରୁ ଆମେ ମୁକ୍ତ ହେଇଯିବା। ଏଇ ପ୍ରଥମ ଫାଇଦା। କିନ୍ତୁ ମୁକ୍ତ ହେଲା ପରେ କଣ ନେକ୍ସଟ ଫାଇଦା ଭଗବାନ କହିବାକୁ ଯାଉଛନ୍ତି, ମୁକ୍ତ ହେଲା ପରେ ଆମର ଡେଷ୍ଟିନେସନ କଣ, ଆମେ ଯିବା କୁଆଡେ, ହବ କଣ ଆମର, ସେଇ କଥା ଭଗବାନ ବର୍ତ୍ତମାନ 51 ନମ୍ବର ଶ୍ଲୋକରେ କହିବାକୁ ଯିବେ। ତେବେ ଏଇଭଳି ଆମେ ଦେଖୁଛେ ଯେ କୃଷ୍ଣ ଆଲୋଚନା କରୁଛନ୍ତି ଯୋଉ କର୍ମ ବନ୍ଧନରୁ ମୁକ୍ତ ହବା କେମିତି, ସେ ବିଷୟ ଆଲୋଚନା କରୁଛନ୍ତି। କାହିଁ କରୁଛନ୍ତି ନା ଆମର ଏଇ ଭୌତିକ ଜଗତକୁ ଆସିବା ଏବଂ ଏ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗିବା, ଇଏ ସବୁର କାରଣ କଣ, କର୍ମ। ତେଣୁ ସେ ଆମେ ଦେଖୁଛେ ଯେ ଆମେ କୋଉ କାଳରୁ, ସ୍ମରଣାତୀତ କାଳରୁ, ଅନାଦି କାଳରୁ ଆମେ ଏଇ ଭୌତିକ ଜଗତରେ ବୁଲୁଛେ, କେତେ ଜନ୍ମ ନେଲେଣି, କେତେ କର୍ମ କରୁଛେ ଏବଂ କର୍ମ ଫଳ ତିଆରି କରୁଛେ। ଏଇଭଳି କର୍ମ ଫଳ ଆମର ବହୁତ ସଞ୍ଚୟ କରିକି ରଖିଛେ ଆମର ଆକାଉଣ୍ଟରେ। ଏବଂ ଆମେ ଯେତେବେଳେ ପରବର୍ତ୍ତୀ ଜୀବନରେ ଆମେ ନୂଆ ଶରୀର ନେଇକି ଆସୁଛେ, ସେ କର୍ମଫଳକୁ ଆମେ କିଛିଟା କର୍ମଫଳ ଆମେ ଭୋଗୁଛେ, କିଛିଟା କର୍ମଫଳ ନେଇକି ଆସୁଛେ ଭୋଗୁଛେ, ପୁଣି ଫ୍ରେଶ କର୍ମ ତିଆରି କରୁଛେ, କର୍ମଫଳ
ପୁଣି ଆମେ ଆଉ ଥରେ ନୂଆ ଶରୀର ପାଉଛେ। ଏଇଭଳି ଚାଲିଛେ ଆମେ ଆମେ କର୍ମବନ୍ଧନକୁ ମୁକ୍ତ ହେଇପାରୁନେ। ଆମେ ଯୋଉ ବନ୍ଧନରେ ପଡୁଛେ ଆମେ ସେଇ ବନ୍ଧନରୁ ମୁକ୍ତ ହେଇପାରୁନେ। ପ୍ରଭୁପାଦ ତାଙ୍କର ପର୍ପଟରେ କହୁଛନ୍ତି ଯେ ଆମର ଯୋଉ ଭୌତିକ ଜଗତ ଏଥିରେ ଖାଲି ଦୁଃଖ ହିଁ ଦୁଃଖ, କଷ୍ଟ ଦୁଃଖ, କେହି ଏଠି ସୁଖୀ ନୁହନ୍ତି। କହୁଛନ୍ତି 14 ବ୍ରହ୍ମାଣ୍ଡ ଯୁଆଡେ ବି ଯା, ମାନେ ଆମର ତ ଏଟା ଭୂର ଲୋକ, ଆମେ ଯୋଉଠି ଅଛେ ଆମେ ତ କହୁଛେ ଭୂର ଲୋକ। ତା ଉପରକୁ ଉପରକୁ ଏଇ ଭୂର ଲୋକକୁ ମିଶେଇକି ଆହୁରି 7ଟି ରହିଲାଣି, ତା ତଳକୁ 7ଟି, 14 ବ୍ରହ୍ମାଣ୍ଡ। ଉପରକୁ ରହିଛି ଭୂର, ଭୁବସ୍ୱର, ଜନ, ତପ, ସତ୍ୟଲୋକ ବା ବ୍ରହ୍ମଲୋକ, ଏମିତି ସବୁ ରହିଛି ସେ 7ଟି। ତଳକୁ ସବୁ ଗୁଡ଼ିକ ନର୍କ ଭଳିଆ ରହିଛି, ଅତଳ ବିତଳ ସୁତଳ ତଳାତଳ ମହରଲୋକ ପାତାଲ, ଏମିତି ସବୁ ରହିଛି ତଳକୁ ତଳ। ତେବେ ସେ କହୁଛନ୍ତି ଯୋଉଠିକି ଯା, ଆମେ ଆମେ କହୁଛେ ଉପର ପ୍ଲାନେଟକୁ ଗଲେ ଆମେ ବହୁତ ଖୁସି ପାଇବା। ଭଗବାନ କହୁଛନ୍ତି ଯେ ଯୋଉଠିକି ଯା, 4ଟି ତ ଦୁଃଖ ମୁଁ ଦେବି ହିଁ ଦେବି, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏ 4ଟି ନିହାତି ରହିବ। ଅନ୍ୟ ଦୁଃଖ ତ ରହିବ, ଏ 4ଟି ବ୍ରାଣ୍ଡେଡ 4ଟି ଏ ରହିବ। ତେଣୁ ଭଗବାନ କହୁଛନ୍ତି ଏ ଦୁଃଖରୁ ବା କଷ୍ଟରୁ ମୁକ୍ତ ହେବାକୁ ହେଲେ ଆମକୁ କଣ କରିବାକୁ ହବ ନା ଏଇ ଯୋଉ ଦୁଃଖାଲୟମ, ଏଥିରୁ ଆମକୁ ବାହାରିବାକୁ ପଡିବ ଏବଂ ତାଙ୍କ ପାଖକୁ ପଳେଇ ଯିବାକୁ ପଡିବ। ଏଇଟା କେତେବେଳେ ସମ୍ଭବ ନା ଯେତେବେଳେ ଆମେ ବନ୍ଧନ ମୁକ୍ତ ହବା। ବନ୍ଧନ କଣ? କର୍ମ ବନ୍ଧନ। ଭଗବାନ ଏଠି ସେଇ କର୍ମ ବନ୍ଧନ କଥା କହିବାକୁ ଯାଉଛନ୍ତି। ବନ୍ଧନ ମୁକ୍ତ ହବା, ତାହେଲେ ଆମେ କଣ ହବା ନା ଆମର ଏଇ ହଉଛି ଆମ ଜୀବନର ଲକ୍ଷ୍ୟ। ଆମେ କର୍ମ ବନ୍ଧନ ହେଲେ ଆମେ ତାଙ୍କ ପାଖକୁ ପଳେଇବା, ଆଉ ଏ ଜଗତକୁ ଆସିବାନି, ଶରୀର ମିଳିବନି। ଇଏ ହଉଛି ଆମ ଜୀବନର ଲକ୍ଷ୍ୟ। କିନ୍ତୁ କେମିତି କରିବା ତାର ଉପାୟ କୃଷ୍ଣ ବତଉଛନ୍ତି। ଏବେ ଆମେ ଶ୍ଲୋକଟି ନବା, ମୁଁ ସେୟାର କରୁଛି। ଏଇ ଶ୍ଲୋକ ମାଧ୍ୟମରେ ସେ କହୁଛନ୍ତି कर्मजं बुद्धियुक्ता हि फलं त्यक्त्वा मनीषिणा जन्मबन्ध विनिर्मुक्ताः पदं गच्छन्ति अनामयम्। ଏଠି କହୁଛନ୍ତି ଯେ ମନୀଷିଣ, ଯୋଉମାନେ ଇଣ୍ଟେଲିଜେଣ୍ଟ, ଯୋଉମାନେ ସାଧୁ, ବା ବେସିକାଲି ଏଠି ଭଗବାନ ସବୁବେଳେ ଯେତେବେଳେ ଏ ଭଗବତ ଗୀତାରେ କହୁଛନ୍ତି କେବଳ ଭକ୍ତ ବିଷୟ ହିଁ କହୁଛନ୍ତି। ଯୋଉମାନେ ଭକ୍ତ, ମନୀଷିଣ, ଇଣ୍ଟେଲିଜେଣ୍ଟ, ସେମାନେ କଣ କରନ୍ତି? ବୁଦ୍ଧିଯୁକ୍ତା, ବୁଦ୍ଧି ଯୋଗରେ, ମାନେ କୃଷ୍ଣ ଚେତନାରେ ରହି ଅନାସକ୍ତ ଭାବରେ ଯୋଉ କର୍ମ କରନ୍ତି, ବୁଦ୍ଧି ଯୋଗରେ, ବୁଦ୍ଧିଯୁକ୍ତା କର୍ମଜଂ ଫଲଂ ତ୍ୟକ୍ତ୍ୱା, ଏଇଭଳି ବୁଦ୍ଧି ଯୋଗରେ କାମ କରିକି କଣ କରନ୍ତି? କର୍ମ ଫଳକୁ ତ୍ୟାଗ କରନ୍ତି। ଫଳରେ କଣ ହୁଏ? ଜନ୍ମ ବନ୍ଧ ବିନିର୍ମୁକ୍ତା, ଯୋଉ ଜନ୍ମ ବନ୍ଧନ, ଜନ୍ମ ମୃତ୍ୟୁ ଚକ୍ର ଯୋଉଟା ଆମର, ତାକୁ ସେମାନେ ସମାପ୍ତ କରିଦିଅନ୍ତି, ସେଥିରୁ ମୁକୁଳି ଯାଆନ୍ତି। ମୁକୁଳି କୁଆଡେ ଯାଆନ୍ତି? ପଦମ, ପଦମ ମାନେ ସେ ହଉଛି ତାଙ୍କର ତାଙ୍କର ଧାମ, ପରମ ଧାମ। ଗଚ୍ଛନ୍ତି ଅନାମୟମ୍, ସେ ପରମ ଧାମଟି କଣ? ଅନାମୟମ୍, ନ ଆମୟମ୍, ମାନେ ସେଠି କୌଣସି ପ୍ରଦୂଷଣ ନାହିଁ, ସେଠି କୌଣସି ବିକାର ନାହିଁ, ସେଠି କୌଣସି ଜନ୍ମ ମୃତ୍ୟୁ ଜରା ବ୍ୟାଧି ରୋଗ ଏସବୁ ଜିନିଷ ସେଠି ନାହିଁ। ଅମାୟମ, ଅନାମୟମ, ନ ଆମୟମ। ତ ଏଇଭଳି ଏ ଶ୍ଲୋକରେ ସେ କହୁଛନ୍ତି। ତେବେ ଆମେ ୟାକୁ ଆଲୋଚନା କରିବା। କଣ? ଗୋଟିଏ ଗୋଟିଏ ଶବ୍ଦ ତାଙ୍କର ବହୁତ ଇମ୍ପୋର୍ଟାଣ୍ଟ। କୃଷ୍ଣ କହୁଛନ୍ତି ବୁଦ୍ଧି ଯୁକ୍ତା, ସେ ପ୍ରଥମେ ଆରମ୍ଭ କଲେ ବୁଦ୍ଧି ଯୁକ୍ତାକୁ ବୁଝିବାକୁ ଚେଷ୍ଟା କରିବା। ସେ କହୁଛନ୍ତି ଯେ ଆମେ ବୁଦ୍ଧିର ସହିତ ଆମକୁ କାମ କରିବାକୁ ହବ। ବୁଦ୍ଧି ହଉଛି ଇମ୍ପୋର୍ଟାଣ୍ଟ, ମାନେ ତାର ମହତ୍ ଭୂମିକା ଅଛି ବୁଦ୍ଧିର, କୌଣସି କର୍ମ କରିବା ପାଇଁ ବା ଡିସିସନ ନବା ପାଇଁ। ନିର୍ଣ୍ଣୟାତ୍ମକ ବୁଦ୍ଧି ହଉଛି ନିର୍ଣ୍ଣୟାତ୍ମକ, ଡିସିସନ ମେକର। କିନ୍ତୁ ଯୋଉ ମନ ହଉଛି
मन नहीं पारिबनी डिसीजन नहीं पारिबनी कहीं ना मन सब अस्थिर चंचल माइंड इज फॉर इंस्टेंट प्लेजर जो आमे आमर जो दरकार सब इमिडिएट प्लेजर दरकार ये माइंड रो काम तेणु माइंड रो डिसीजन केबे निर्णयात्मक हुए ना डिसीसिव हुए नहीं तेणु सब डिसीजन मेकर होउचंती आमर बुद्धि आम देखा एग्जांपल नहीं कि बुझी हम केमी माइंड फॉर इंस्टेंट प्लेजर किंतु बुद्धि होची बुद्धि गोज बाय रिजनिंग लॉजिक तार दरकार लॉजिक दरकार रिजनिंग दरकार बुद्धि तारी बल से काम करुची किंतु इंस्टेंट प्लेजर पाई मन उदाहरण स्वरूप जदि पिला मानू चॉइस दिया जाए जे 7 दिन पर्यंत खाली खेल हम पढ़ा ना कोटा करू सांगे सांगे डेई पड़े खेल कहीं ना दे आर गाइडेड बाय माइंड मन तांकू गाइड करुची जनरली पिला मानकर एटा होची मानसिकता इंस्टेंट प्लेजर तांकर दरकार तांकर लॉजिक बा रीजनिंग आसीनी डेवलप करिनी से छोट पिला तांकू जदि आमे देखेबा हातरे गोटे हाथ देखेबा चॉकलेट जार दाम 10 टंका आ गोटे हाथ देखेबा 500 टंका सांगे सांगे कोटा नब कहले सांगे सांगे चॉकलेट टी प्रिफर करिवे 10 टंकार चॉकलेट टी कहीं ना तांकर इंस्टेंट प्लेजर दरकार इमिडिएट आनंद भोग बासनाटा इमिडिएट हवा दरकार ये इवेन खाली पिला माने नुहंती आमे देखिबा हम जीवन रो समस्ते के पिला नुहंती युवक वृद्ध समस्ते इंस्टेंट प्लेजर पछरे गाइडेड बाय माइंड फॉर एग्जांपल जो युवक युवती माने जो माने कॉर्पोरेट सेक्टर रे काम करूचंती जदि जोटी काम करूचंती कंपनी तांको ऑफर करे जे जदि आउ 2 घंटा अधिका काम करिवो यू विल गेट मोर 2 lakhs मोर देन व्हाट यू आर गेटिंग 2 lakhs मोर पर मंथ जदि 3 लाख पाउचंती ताल 5 लाख मिलिबो इमिडिएटली जंप करिवे आ 2 घंटा समय कोन अछि 2 लाख कहीं ना दे आर मनी माइंडेड जनरली नॉर्मली ऑल यूथ्स मनी माइंडेड सो जंप करी दे आर गाइडेड बाय माइंड से कहीं ना माइंड रे माने सब माइंड टा इंस्टेंट प्लेजर पैसा दरकार तांकर तेणु यही भगवान कहते डोंट बी गाइडेड बाय माइंड इंटेलिजेंस शुड गाइड कहते इंटेलिजेंस कौन कहूँ भगवान कहते इंटेलिजेंस कहूँ लुक बिफोर यू लिव वेट एंड वॉच ये हूँ इंटेलिजेंस काम किंतु माइंड you do something then you realize you did a mistake गोटे अरे ये कौन है ये भूल है गला आगे कर दिए ये हूँ माइंड तेणु से भगवान कहते बेले बेले कौन हुए ना टग ऑफ वार माने युद्ध चले माइंड और इंटेलिजेंस रो युद्ध चले एवं माइंड जीती जाए किंतु परिणाम भयंकर हुए उदाहरण देकी मु बुझेबी को बुझा किसी असुविधा नहीं माने हजबैंड वाइफ चाइल्ड ए तीनोटी नियंतु ए तीनोटी को आमे देखिबा जे हजबैंड होची कौन हजबैंड इंटेलिजेंट इंटेलिजेंस आमे जदि इंटेलिजेंस कथा कहबा हजबैंड माइंड कथा कहबा वाइफ चाइल्ड सेंस चिल्ड्रन मैन जनरली सेंसेस तांको एई सेंस रे आमे नै कि बुझिबा तबे वाइफ हजबैंड छुआटी जाइछन्ती मॉल को मॉल रे से बहुत बिजी किना किनी करिया परे एई समय रे छुआ कहूची मोर चॉकलेट दरकार एवं बहुत जोरे चिल्लौची पार्टी करची मोर चॉकलेट दरकार स्त्री कौन करुची हजबैंड को कहूची जे कौन मागुची ताको दे देला चॉकलेट पार्टी करची नाइ नाइ से तार 2टा दांत मु फिलिंग कर साइलिनी आउ तार कौन 10टा दांत भांगिया चेष्टा करछो कि आ नाइ चॉकलेट नाइ तो वाइफ कहूची नाइ आउ नाइ मना कले पापा किंतु से मानुनी जिद्दी करुची पार्टी करुची सेटू वाइफ कौन करुची हजबैंड को कहूची
ଯେ ତାକୁ ଦେଇଦେଲ କଣ ମିଳିବ ତୁମକୁ, ତାର ଆଉ ଦାନ୍ତ ଦିଟା ଯାଉ କି 10ଟା ଯାଉ ତାକୁ ଦେଇଦେଲ, ଏବଂ ହଜବ୍ୟାଣ୍ଡ ମାନି ଯାଉଛି। ପ୍ରଥମେ ହଜବ୍ୟାଣ୍ଡ କଣ କଲେ ଯେ ଇଣ୍ଟେଲିଜେନ୍ସ, ହି ୱାଜ ଗାଇଡେଡ ବାଇ ଇଣ୍ଟେଲିଜେନ୍ସ, କିନ୍ତୁ ପରେ ଡୋମିନେଟେଡ ବାଇ ଦ ମାଇଣ୍ଡ। ଆଉ ଇଏ ତ ଟେଣ୍ଡେନ୍ସି ଆମର, ଆମ ଘରେ ଘରେ ଟେଣ୍ଡେନ୍ସି, ଆମେ ନର୍ମାଲି ପୁରୁଷ ଇଜ ଗାଇଡେଡ ବାଇ ଫିମେଲ, ହଜବ୍ୟାଣ୍ଡ ଇଜ ଗାଇଡେଡ ବାଇ ଫିମେଲ, ସ୍ତ୍ରୀ, ଏ ପ୍ରତ୍ୟେକରେ। ତେଣୁ ସେଇଭଳି ଆମେ ଦେଖୁଛେ ଯେ ଜେନେରାଲି ମାଇଣ୍ଡ ଡୋମିନେଟ କରୁଛି ସବୁବେଳେ, ଏବଂ ମାଇଣ୍ଡ ଜିତି ବି ଯାଉଛି ପ୍ରାୟ, ଫଳରେ ଆମର ପରିସ୍ଥିତି ଭୟଙ୍କର ହଉଛି। ସେଥିପାଇଁ ଭଗବାନ କହୁଛନ୍ତି ମନ ଯେତେ ଟାଣୁ, ମନ ତ ଟାଣିବ ଭୋଗ ବିଳାସ ପାଇଁ, ମନ ଟାଣିବ ଇନଷ୍ଟାଣ୍ଟ ପ୍ଲେଜର ପାଇଁ, କିନ୍ତୁ ଆମେ ବୁଦ୍ଧିରେ ଡିସିସନ ନବା, ବୁଦ୍ଧି ଦ୍ୱାରା ଗାଇଡେଡ ହବା। କାହିଁକି ଭଗବାନ ତାକୁ ବୁଝଉଛନ୍ତି ବିଭିନ୍ନ ପ୍ରକାର ଇଏରେ, ତାକୁ କହିବାକୁ ଚାହୁଁଛନ୍ତି ଯେ ଯେମିତି ଆମେ ସମୁଦ୍ରରେ ଢେଉ ଉଠୁଛି, ଜୁଆର, ଜୁଆର ଭଟ୍ଟା ଆମେ ଦେଖୁଛେ, ମାନେ ବହୁତ ଜୋରରେ ପାଣି ଉପରକୁ ଉଠିବ ଆବାଜ କରିକି, ପୁଣି ତଳେ ପଡିବ ବି ଆବାଜ କରିକି, କିନ୍ତୁ କୌଣସି ଫରକ ପଡୁଛି କି ସମୁଦ୍ରର? ସମୁଦ୍ର ପ୍ରଭାବିତ ହଉଛି କି ଏଇ ଯୋଉ ଢେଉ ଉଠୁଛି ପଡୁଛି? ସେମିତି ଆମେ କଣ କରିବା ନା ଆମର ମନରେ ସେମିତି ବହୁତ ଉଥଲ ପୁଥଲ ଆସିବ, ଅପ୍ ଆଣ୍ଡ ଡାଉନ ବହୁତ ଜିନିଷ ଚାଲିବ ମାଇଣ୍ଡରେ, ଆମେ ପ୍ରଭାବିତ ହବାର ନାହିଁ। ମନର ପ୍ରତ୍ୟେକ ପ୍ରପୋଜାଲ, ପ୍ରତ୍ୟେକ ପ୍ଲାନିଂ କୁ ଆମକୁ ରିଜେକ୍ଟ କରିଦେବାର ଅଛି। ଯେମିତି ସମୁଦ୍ର ଆଫେକ୍ଟେଡ ହଉନି, ସେ ସମୁଦ୍ରରେ ଢେଉ ଉଠୁଛି ପଡୁଛି, ଏବଂ ସମୁଦ୍ରରେ ଉଠୁଛି ସମୁଦ୍ରରେ ପଡୁଛି, ସମୁଦ୍ରରେ ସେ ମିଶି ଯାଉଛି, ସେମିତି ଆମର ପ୍ରପୋଜାଲ ଆସିବ, ଆମେ ତାକୁ ପ୍ରପୋଜାଲ ଖାରଜ ହେଇଯିବ, ଆମେ ତାକୁ ରିଜେକ୍ଟ କରିଦଉଥିବା, ସେ ମନରେ ସେ ଚାଲିଗଲା, ମନରେ ଆସିଲା ମନରେ ଚାଲିଗଲା, ନୋ ଇମ୍ପ୍ଲିମେଣ୍ଟେସନ। ଏଇଭଳି ଶୁଣିବାର ନାହିଁ ପ୍ରପୋଜାଲକୁ, କାର୍ଯ୍ୟ କରିବାର ନାହିଁ। ଛୁଆଟି ଚିଲଉଛି ମାକୁ, ବହୁତ ଜିନିଷ ସେ କଣ ଗୋଟେ ମାଗୁଛି, ଚିଲଉଛି, କାନ୍ଦୁଛି, କରୁଛି, ମା ଶୁଣୁନି ବହୁତ ସମୟ ପର୍ଯ୍ୟନ୍ତ। ସେ ଜାଣୁଛି ମୁଁ ଯଦି କିଛି ସମୟ ନ ଶୁଣିବି ସେ ଆସ୍ତେ ଆସ୍ତେ ତାର ବନ୍ଦ ହେଇଯିବ, ଲାଷ୍ଟକୁ ସେ କହିବ ମାମା ମାମା, ଏହା କହିବ, ଏତିକି ବାସ୍, ରହିଯିବ ସେ ସେମିତି। ତେଣୁ ମନରେ ବହୁତ ପ୍ରକାରର ଉଥଲ ପୁଥଲ ଆସିବ, ଅନେକ ପ୍ଲାନିଂ ଆସିବ, କିନ୍ତୁ ତାକୁ ଆମକୁ ରିଜେକ୍ଟ କରିଦେବାକୁ ପଡିବ। ସେ ଆମକୁ ବୁଦ୍ଧିରେ ବଳରେ ଡିସିସନ ନବାକୁ ପଡିବ। ସେ ବୁଦ୍ଧି କଣ? ବୁଦ୍ଧି ଯୁକ୍ତା ଯେତେବେଳେ ଭଗବାନ କହୁଛନ୍ତି ସେ ବୁଦ୍ଧି କଣ? ଆମକୁ କର୍ମ କରିବାକୁ ହବ ସାଧୁ ଶାସ୍ତ୍ର ଅନୁସାରେ, ମାଇଣ୍ଡକୁ କଣ୍ଟ୍ରୋଲ କରିକି, ଇନ୍ଦ୍ରିୟକୁ କଣ୍ଟ୍ରୋଲ କରିକି, ଆମେ ଗୁରୁଙ୍କ କଥା ଶୁଣିକି, ଭଗବାନଙ୍କର ଇଚ୍ଛା ଅନୁସାରେ, ଭଗବାନଙ୍କର ନିର୍ଦ୍ଦେଶ ଅନୁସାରେ, ଭଗବାନଙ୍କର ସନ୍ତୁଷ୍ଟି ପାଇଁ କର୍ମ କରିବା ହଉଛି ବୁଦ୍ଧି ଯୋଗ, ବୁଦ୍ଧି ଯୁକ୍ତା। ଆମେ ଏଇଭଳି ଯଦି କର୍ମ କଲେ, ଆମେ ବୁଦ୍ଧିରେ ଯୋଡି ହେଇକି ଭଗବାନଙ୍କ ସହିତ କର୍ମ କଲେ, ଏଇ ହଉଛି ବୁଦ୍ଧି ଯୁକ୍ତା। କୋଉମାନେ କରନ୍ତି? ଭଗବାନ ଏଠି କୃଷ୍ଣ ଏଠି କହୁଛନ୍ତି ଶ୍ଲୋକରେ, ମନୀଷିଣ, ଇଣ୍ଟେଲିଜେଣ୍ଟ, ଯୋଉମାନେ ଇଣ୍ଟେଲିଜେଣ୍ଟ ସେଇମାନେ ଏଇଭଳି କରନ୍ତି, ଯୋଉମାନେ ଭକ୍ତ, ଗ୍ରେଟ୍ ଡିଭୋଟିସ୍, ସେମାନେ ଏଇଭଳି କରନ୍ତି। କଣ? ବୁଦ୍ଧି ଯୋଗରେ କାମ କରନ୍ତି, ସେମାନେ ବୁଦ୍ଧି ଯୁକ୍ତା। ବୁଦ୍ଧି ଯୋଗରେ କାମ କରିକି କଣ କରନ୍ତି? କର୍ମଜಂ ଫଲଂ ତ୍ୟକ୍ତ୍ୱା, କର୍ମଜಂ, କର୍ମରୁ ଜାତ ଜନ୍ମ, କଣ ଫଳ, ତାକୁ ତ୍ୟାଗ କରନ୍ତି। କର୍ମ କଲେ କର୍ମ ଫଳ ଆସିବ, ଯେତେ ଅନାସକ୍ତ ହେଇକି ଆମେ କର୍ମ କରେ, ଅନାସକ୍ତ ହେଇକି କରୁଛେ, କିନ୍ତୁ କର୍ମ ଫଳ ଆସିବ ହିଁ ଆସିବ। ମୁଁ ଗଛଟିଏ ଲଗେଇବି, ଆମ୍ବ ଗଛଟିଏ, ଏବଂ ମୁଁ କହିବି ମୁଁ ଅନାସକ୍ତ ହେଇକି ଲଗେଇଲି, ସେଥିରେ କଣ ଆସିବନି ଆମ୍ବ? ଯେତେ ମୁଁ ଅନାସକ୍ତ ହୁଏ, କିନ୍ତୁ କର୍ମ ଫଳ ଆସିବ। କର୍ମ ବି କରିବାକୁ ପଡିବ, we cannot avoid work। ଭଗବାନ କହିଛନ୍ତି ନ ତେ ସଙ୍ଗସ୍ତ୍ୱ କର୍ମଣି, ପୂର୍ବରୁ କହିକି ଯାଇଛନ୍ତି, କର୍ମ ନ କରିବା ପ୍ରତି ମଧ୍ୟ ଆସକ୍ତି ହୁଅ ନା, ଇଏ ବି କର୍ମ ବନ୍ଧନର କାରଣ। ତେଣୁ କର୍ମ ଆମକୁ କରିବାକୁ ପଡିବ, କର୍ମ କଲେ କର୍ମ ଫଳ ଆସିବ। କିନ୍ତୁ ମନୀଷିଣ, ବୁଦ୍ଧିଯୁକ୍ତା ମନୀଷିଣ ମାନେ ବୁଦ୍ଧି ଯୋଗରେ କାମ କରି କଣ କରୁଛନ୍ତି? କର୍ମ ଫଳକୁ ଉପଭୋଗ କରୁନାହାନ୍ତି, ସେମାନେ ତ୍ୟାଗ କରୁଛନ୍ତି କର୍ମ ଫଳକୁ।
କାହିଁକି ନା ସେମାନେ ଜାଣୁଛନ୍ତି ଯେ ସେ ନା କର୍ତ୍ତା ନା କାରଣ କର୍ମଫଳର। ସେମାନେ ଭାବୁଛନ୍ତି ଯେ ଆମେ କଣ କଲୁ, ଶରୀର, ମନ, ବୁଦ୍ଧି, ସାମଗ୍ରୀ ଏସବୁ ତ ମୋର ନୁହେଁ, ଆମର ନୁହେଁ। ଯୋଉ ଇଣ୍ଟେଲିଜେଣ୍ଟ ମାନେ, ଯୋଉମାନେ ଜ୍ଞାନୀ, ସେମାନେ ଏଇଭଳି ଭାବନ୍ତି। ଭକ୍ତ ସେମାନେ ଭାବନ୍ତି ଯେ ମନ, ବୁଦ୍ଧି, ଶରୀର ଭଗବାନଙ୍କର, ସାମଗ୍ରୀ ବି ଭଗବାନଙ୍କର। ମୁଁ କଲି କଣ? ଯଦି ମୁଁ ଅଲରେଡି ବୁଝେଇଛି, ଯେମିତି ଏଇ ଯୋଉ କମ୍ୟୁନିଷ୍ଟ, ଥରେ ପ୍ରଭୁପାଦ ଗୋଟେ ଜାଗାରେ ବହୁତ ସୁନ୍ଦର ଭାବରେ ବୁଝେଇଛନ୍ତି ଯେ କମ୍ୟୁନିଷ୍ଟ ମାନେ କେମିତି, ସେମାନେ ଲୋକମାନଙ୍କୁ କେମିତି, ମାନେ ଭଗବାନଙ୍କର ଯୋଉ ଆରାଧନାରୁ କେମିତି ବା ପୂଜାରୁ କେମିତି ତାଙ୍କୁ ହଟେଇ ଦିଅନ୍ତି। କହନ୍ତି ଯେ ଯୋଉମାନେ ଯାଉଛନ୍ତି ଚର୍ଚ୍ଚକୁ, ତାଙ୍କୁ କହିବେ ହଁ ଚର୍ଚ୍ଚକୁ ଯା, ଭଗବାନଙ୍କୁ ମାଗ, ବ୍ରେଡ ମାଗ। ଏବଂ ସେମାନେ ଯାଆନ୍ତି, ବ୍ରେଡ ମାଗନ୍ତି। ମନ୍ଦିର ବାହାରେ, ଚର୍ଚ୍ଚ ବାହାରେ ଠିଆ ହେଇଥାନ୍ତି। ଫେରିଲା ପରେ ପଚାରିଲେ ମାଗିଲ ନା? ପାଇଲ ନା? ଆମକୁ ମାଗ। କହିବେ ଗିଭ୍ ଅସ୍ ବ୍ରେଡ। ସାଙ୍ଗେ ସାଙ୍ଗେ ତମକୁ ବ୍ରେଡ ମିଳେ। କମ୍ୟୁନିଷ୍ଟ ମାନେ ଲୋଡ କରିକି ଆଣିଥିବେ ତାଙ୍କ ଟ୍ରକରେ। ଫଳରେ ସେମାନେ କହନ୍ତି ଯେ ଆମେ ହଉଛେ ଭଗବାନ, ଆମକୁ ମାଗିଲ ଦେଲ। ଭଗବାନଙ୍କୁ ମାଗିଲେ କଣ ହବ, ସେ ଦେବେ କି? କିନ୍ତୁ ସେ ଲୋକମାନଙ୍କ ହଉଛନ୍ତି ଲେସ୍ ଇଣ୍ଟେଲିଜେଣ୍ଟ, ଯୋଉମାନେ, ଯୋଉମାନଙ୍କୁ କୁହାଗଲା ଶୁଣିଦେଲେ ଏବଂ ବିଶ୍ୱାସ କରିଗଲେ, ଦେ ଆର୍ ଲେସ୍ ଇଣ୍ଟେଲିଜେଣ୍ଟ। ୱାଇ? ନା ଯୋଉ କମ୍ୟୁନିଷ୍ଟ ଯୋଉ ଜିନିଷକୁ, ବ୍ରେଡ କୁ ଦେଲା, ବନେଇଲା କୋଉଠି, ଆଣିଲା କୋଉଠି? ଯୋଉ ଗହମଟି, ମଞ୍ଜି, ତାକୁ କିଏ ଦେଇଛି? ଅହଂ ବୀଜ ପ୍ରଦ ପିତା, ଭଗବାନ କହୁଛନ୍ତି ମଞ୍ଜି, ସବୁ ଜିନିଷର ମଞ୍ଜି ମୁଁ ଦେଇଛି। ତେଣୁ ଗହମ ମଞ୍ଜି ଭଗବାନ ଦେଲେ, ତାକୁ ଆମେ ମାଟିରେ ଲଗେଇଲେ, ଯୋଉ ମାଟିଟା ହଉଛି ଭଗବାନଙ୍କର। ସେଥିରେ ପାଣି ଦେଲେ, ସିଏ ବି ଭଗବାନଙ୍କର। ସେଥିରେ ଯୋଉ ଯନ୍ତ୍ରପାତି ନେଇକି ଆମେ କଲେ, ସେ ବି ଭଗବାନଙ୍କର। ସେ ଯୋଉଥିରେ ତିଆରି ହଉ, କାଠ, ଲୁହା, ଯୋଉଥିରେ ତିଆରି ହଉ, ସେ ବି ଭଗବାନଙ୍କର ସାମଗ୍ରୀ। ଏବଂ ସେଇ ଗହମକୁ ଚୁରେଇକି ମୁଁ ନେଇକି, ପାଣି ଦେଇକି, ତାକୁ ଦଳି, ରୁଟି ବେଲି ମୁଁ ନେଇକି ବ୍ରେଡ ତିଆରି କରୁଛି ନିଆଁରେ। ସେ ନିଆଁ ବି କାହାର, ସେ ଚୁଲା କାହାର। ତେଣୁ ସବୁ ଜିନିଷ ଭଗବାନ କହୁଛନ୍ତି ଯେ ମନ, ବୁଦ୍ଧି, ଶରୀର, ସାମଗ୍ରୀ ସବୁ ମୋର। କାର୍ପେଣ୍ଟରକୁ ମୁଁ ସବୁ ଦେଲି କରିବାକୁ, ସବୁ ଦେଲି। ଗୋଟିଏ ସୋଫା ତିଆରି କରିବ, କାଠ ଦେଲି, କଣ୍ଟା ଦେଲି, ଅଠା ଦେଲି, ସବୁ। ସେଥିରେ କୁସନ ତିଆରି ହବ, ତା ପାଇଁ ସାମଗ୍ରୀ ଦେଲି। ସେ ଖାଲି ତିଆରି କରିଲା, କଲା ପରେ କ୍ଲେମ କରିପାରିବ କି ଏଇଟା ମୋର, ମୁଁ ନେଇଯିବି, ମୁଁ ବନେଇଛି? ଜିନିଷ ତ ମୁଁ ଦେଲି ନା। ତେଣୁ ସେଇଭଳି ଭଗବାନ କହୁଛନ୍ତି ସେଠି, ଏ ମନୀଷୀଣ ଯୋଉମାନେ, ସେମାନେ ଚିନ୍ତା କରୁଛନ୍ତି ଯେ ଆମେ କଲେ କଣ, ନା ଆମେ କର୍ତ୍ତା ନା ଆମେ କାରଣ। ଇଏ ତ ଭଗବାନଙ୍କର, ସବୁ ଭଗବାନଙ୍କର ଉଦ୍ଦେଶ୍ୟରେ ଲାଗିବ, ଏଇଭଳି ସେମାନେ ଭାବନ୍ତି। ସେଥିପାଇଁ କର୍ମ ଫଳକୁ ତ୍ୟାଗ କରନ୍ତି। ଭୋକ୍ତା ହଉଛନ୍ତି ଭଗବାନ, ଆମେ ଭୋକ୍ତା ନୁହେଁ। ଏ କଥା ସେମାନେ ଭଲ ରୂପେ ଜାଣିଛନ୍ତି। ସେଥିପାଇଁ ସେମାନେ ବୁଦ୍ଧି ଯୁକ୍ତା, ବୁଦ୍ଧି, ବୁଦ୍ଧିରେ କାମ କରନ୍ତି। ଦେ ଆର୍ ଗାଇଡେଡ ବାଇ ଇଣ୍ଟେଲିଜେନ୍ସ। ଏଇଭଳି ସେମାନେ କର୍ମ ଫଳକୁ ତ୍ୟାଗ କରିକି ସେମାନେ କର୍ମ ବନ୍ଧନରୁ ମୁକ୍ତ ହୁଅନ୍ତି। କାହିଁକି କର୍ମବନ୍ଧନରୁ ମୁକ୍ତ ହୁଅନ୍ତି ଏଇଭଳି କରିକି? ନା ଏଇ ଯୋଉ କର୍ମଫଳ ତ୍ୟାଗ କରିକି। କାହିଁକି ମୁକ୍ତ ହୁଅନ୍ତି? କାହିଁକି ନା କର୍ମ ଫଳ ହିଁ ଆମକୁ ଜନ୍ମ ଦଉଛି। କିନ୍ତୁ ଯେତେବେଳେ କର୍ମ ଫଳକୁ ଆମେ ତ୍ୟାଗ କରିଦେଲେ, ଆଉ ଜନ୍ମ ନାହିଁ। नो मोर ପୁନରପି ଜନ୍ମମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍। ଆଉ ନାହିଁ, ଆଉ କୌଣସି ମାର ଗର୍ଭକୁ ମୋର ଯିବାରେ ନାହିଁ, ଯଦି ମୁଁ କର୍ମଫଳ ତ୍ୟାଗ କଲି। ଏଇଭଳି ମନୀଷୀଣ ମାନେ କର୍ମଫଳ ତ୍ୟାଗ କରନ୍ତି। ଏବଂ ଏଠି ଦେଖନ୍ତୁ ଭଗବାନ କହୁଛନ୍ତି କର୍ମ ବନ୍ଧ ବିନିର୍ମୁକ୍ତା। ଏ ଜନ୍ମ ବନ୍ଧ ବିନିର୍ମୁକ୍ତା, ତାମାନେ ଜନ୍ମ ମୃତ୍ୟୁ ଚକ୍ରରୁ ଆମେ
ମୁକ୍ତ ହେଇଯାଉଛେ, ସମାପ୍ତ କରିଦଉଛେ ଜନ୍ମ ମୃତ୍ୟୁ ଚକ୍ରକୁ। କିନ୍ତୁ ଏଠି ମୃତ୍ୟୁ ଶବ୍ଦ ସେ ବ୍ୟବହାର କରୁନାହାନ୍ତି, ଖାଲି ଜନ୍ମ କହିଦେଲେ, ଦ୍ୟାଟ୍ ଇଜ ସଫିସିଏଣ୍ଟ। ଜନ୍ମର ଅର୍ଥ ହଉଛି ମୃତ୍ୟୁ। ଜାତସ୍ୟ ହି ଧ୍ରୁବ ମୃତ୍ୟୁ ବୋଲିକି ଭଗବାନ ଅତୀତରେ କହିଦେଇଛନ୍ତି ଏ ଶ୍ଲୋକରେ। ଜନ୍ମ ହେଲେ ମୃତ୍ୟୁ, ତ ଜନ୍ମର ଅର୍ଥ ମୃତ୍ୟୁ। ଯୋଉ ଦିନ ଜନ୍ମ ହଉଛି, death starts from that day। ଆମେ ଯେତେବେଳେ କହୁଛେ, ପଚାରୁଛେ ହାଉ ଓଲ୍ଡ ଆର୍ ୟୁ, ଆମେ କଣ କାହାକୁ କହୁଛେ କି ହାଉ ନ୍ୟୁ ଆର୍ ୟୁ? ଆମେ କହୁଛେ ହାଉ ଓଲ୍ଡ ଆର୍ ୟୁ। ସେ ଜନ୍ମରୁ ଆମେ ତାକୁ ଏହା ପଚାରି ଚାଲିଛେ, ଅର୍ଥାତ୍ ମୃତ୍ୟୁର କେତେ ନିକଟ ହେଲଣି। ଜନ୍ମ ଅର୍ଥ ମୃତ୍ୟୁ। ଏଭ୍ରି ମିନିଟ୍ वी आर डाइंग। ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ମରୁଛେ। ତେଣୁ ସେଥିପାଇଁ ଭଗବାନ କହୁଛନ୍ତି ଯେ ଜନ୍ମ ମୃତ୍ୟୁରୁ ଆମେ ଯଦି ଫଳଂ ତ୍ୟକ୍ତ୍ୱା, ମାନେ ଏଇ ଯୋଉ କର୍ମ ଫଳକୁ ଆମେ ଯଦି ତ୍ୟାଗ କଲେ, ଭଗବାନଙ୍କ ପାଇଁ ଏ କର୍ମ ଫଳ ଭଗବାନଙ୍କର, ତାଙ୍କ ପାଇଁ ମୁଁ କରିଥିଲି, ଚିନ୍ତା କଲେ, ତାହେଲେ ଆମେ ଜନ୍ମ ବନ୍ଧନ କର୍ମ ମାନେ ଜନ୍ମ ମୃତ୍ୟୁ ଚକ୍ରରୁ ଆମେ ଉଦ୍ଧାର ପାଇଯିବା। ଆଉ ମାନେ ଏଇ ଯୋଉ ଆମେ ଏଠିକି ଫେରିବାନି, କୋଉଠି ଏଇ ଭୌତିକ ଜଗତକୁ। ଏ ଭୌତିକ ଜଗତଟା କଣ? এটা হচ্ছে মৃত্যু লোক। প্রত্যেক মুহূর্তে আমি মরুছে না, এটি প্রত্যেক লোক মরুচন্তি এবং প্রত্যেক মুহূর্তের মৃত্যু হচ্ছে, আর প্রত্যেক মুহূর্তে আমি বি মরুছে, ডেথ আড়କୁ যাଉଛେ। ତେଣୁ এইটা হচ্ছে মৃত্যু লোক। একু কেହି জীব লোক কহন্তিনি, ইয়ে হচ্ছে মৃত্যু লোক। ତେଣୁ এইଭଳି କର୍ମ ବନ୍ଧନରୁ ଆମେ ମୁକ୍ତ ହବା, ଆଉ ଜନ୍ମ ହବନି। ଯଦି ଜନ୍ମ ହବନି, ଯିବା କୁଆଡେ? ଭଗବାନ କହୁଛନ୍ତି ପଦଂ ଗଚ୍ଛନ୍ତି ଅନାମୟମ୍। ପଦମ, ପଦମ ମାନେ ସେଇ ପରମ ଧାମକୁ, ସେଇଠିକି ଯାଆନ୍ତି। ଯଦି ଜନ୍ମ ମୃତ୍ୟୁ ଚକ୍ରକୁ ଆମେ ସମାପ୍ତ କଲେ, ଆମେ ସେଇଠିକି ଯିବା, ସେଇଟା ହଉଛି ଅନାମୟମ୍। ଭଗବାନ କହୁଛନ୍ତି ଆଉ ଆମେ ମାନେ ଆମର ଯେତେବେଳେ ମୃତ୍ୟୁକୁ ଆମେ ଆମର ଆଉ ଯେତେବେଳେ ଜନ୍ମ ହବନି, ତା ଅର୍ଥ ଆମେ ଆଉ କୋଉଠି ଏମିତି ନୁହେଁ କି ଆମେ କୋଉଠି ଯାଇକି ମିଶି ଯାଉଛେ। ନୋ ମର୍ଜିଂ। ଯୋଉ କହନ୍ତି ଯେ ଆମେ ଯାଇକି ବ୍ରହ୍ମାଣ୍ଡରେ ମିଶିଯିବା, ଇଏ ନାହିଁ। ନୋ ମର୍ଜିଂ। ଆମେ ଯାଉଛେ କୋଉଠିକି, କୋଉଠି ଗୋଟେ ଯାଉଛେ, ସେଇଟା ହଉଛି ଅନାମୟମ୍। ପଦମ୍ ଅନାମୟମ୍, ପରମ ଧାମ। ଅନାମୟମ୍ ମାନେ ଯୋଉଠି କଣ୍ଟାମିନେସନ ନାହିଁ, ପ୍ରଦୂଷଣ ନାହିଁ, ଯୋଉଠି ଦୁଃଖ ନାହିଁ, ଯୋଉଠି ବ୍ୟାଧି ନାହିଁ, ଡିଜିଜ, ଯୋଉଠି ଜନ୍ମ ନାହିଁ, ମୃତ୍ୟୁ ନାହିଁ, ସେଇ ଜାଗାକୁ ଆମେ ଯାଉଛେ। ମନୀଷୀଣ ସେଇଠିକି ଯାଆନ୍ତି ଯୋଉମାନେ ଜ୍ଞାନୀ। ସେ ଜାଗାଟି ହଉଛି କୋଉଟିଅ ନା ବୈକୁଣ୍ଠ। ବୈ ମାନେ नो, कुंठ एंजाइटी, जोटी एंजाइटी नाही, उद्विग्नता नाही। ଏଠି ଆମର ପ୍ରତ୍ୟେକ ମୁହୂର୍ତ୍ତରେ ଉଦ୍ବିଗ୍ନତା, ସେଥିପାଇଁ ତାକୁ ବୈକୁଣ୍ଠ କୁହାଉଛି। ବୈ ମାନେ ୱିଦାଉଟ୍, କୁଣ୍ଠା ମାନେ ଏଂଜାଇଟି ଆଉ ନାହିଁ। ନା ସେଠି ରୋଗ ଅଛି, ନା ଜନ୍ମ ଅଛି, ନା ମୃତ୍ୟୁ ଅଛି, ନା ବ୍ୟାଧି ଅଛି, କିଛି ନାହିଁ। ବୁଢା ବି ଏଠି ଆମେ ହଉନେ, ଆମେ କେବଳ ଏଠିକି ଯାଉଛେ, ଭଗବାନଙ୍କର ଭକ୍ତି କରୁଛେ। ତେଣୁ ଏଇ ଆମର ଜୀବନର, ଏଇ ଶ୍ଲୋକରେ କହୁଛନ୍ତି, ଏଇ ଆମର ଜୀବନର ଲକ୍ଷ୍ୟ ହବା କଥା। କଣ ନା ଆମେ ଯୋଉ ପୋଜିସନରେ ଥାଏ, ଆମେ ଯୋଉ ପୋଜିସନରେ ଥାଏ, ଆମେ ବି ଆମ ଶରୀରରେ, ମନରେ, ବୁଦ୍ଧିକୁ ସାହାଯ୍ୟରେ ନେଇକି ଆମେ ଯାହା ବି କର୍ମ କରୁଥାଏ, ଆମର ବର୍ଣ୍ଣ ବା ଆଶ୍ରମ ଅନୁସାରେ ହଉ, ବା ଆମେ ଯାହା ବି ସର୍ଭିସ କରୁଛେ, ଆମେ ଯାହା ବି ଆମେ ବ୍ୟବସାୟ କରୁଛେ, ଯାହା ବି କରୁଛେ, ଭଗବାନ କହୁଛନ୍ତି ଆମେ ଯାହା ବି କରେ, ଆମର ଲକ୍ଷ୍ୟ ହବା ଦରକାର ସେଇ ଅନାମୟମ୍ ପଦମ୍, ତାକୁ ଆମେ କେମିତି ପ୍ରାପ୍ତ କରିବା। ତା ନହେଲେ ବିଗ୍ ଫେଲିୟର, ଇଟ୍ସ ଏ ବିଗ୍ ଫେଲିୟର ଅନ୍ ଆୱାର ପାଥ୍। କାହିଁକି ନା ଗୋଟେ ମଣିଷ ଶରୀର ମିଳିଥିଲା, ଆମେ ତାକୁ ପ୍ରପର ୟୁଟିଲାଇଜେସନ କଲେନି। ଯୋଉ ମଣିଷ ଶରୀର, ତାର ଆମେ ସତ୍ ଉପଯୋଗ କଲେ ନାହିଁ। ତେଣୁ ଆମକୁ ଏ ଶରୀର ଯୋଉ ମିଳିଛି, ମଣିଷର ଶରୀର, ଆକୁ ସଦ୍ ଉପଯୋଗ କରିକି ଆମେ ସେଇ ଅନାମୟମ୍ ପଦମ୍, ଅନାମୟମ୍ ସେଇଠିକି ଯିବା ଦରକାର। ତାହେଲେ ଆମେ ଏଠିକି ଆଉ ଫେରିବାନି।
ଯୋଉଠି ଜନ୍ମ ନାହିଁ, ମୃତ୍ୟୁ ନାହିଁ, ବ୍ୟାଧି ନାହିଁ, ବୁଢାପା ନାହିଁ, କିଛି ନାହିଁ, ଦୁଃଖ ନାହିଁ, କଷ୍ଟ ନାହିଁ, थ्री मिजरीज भी ନାହିଁ, କ୍ଲେଶ ଯୋଉ ତିନି ପ୍ରକାରର କ୍ଲେଶ ତାପ ତା ସେ ବି ନାହିଁ। ସେଠି ଆମେ ନିତ୍ୟ ଶାଶ୍ୱତ ଶରୀର ସଚ୍ଚିଦାନନ୍ଦ ରୂପରେ ରହିକି, ସେଇ ଶରୀରରେ ରହିକି ଆମେ ଭଗବାନଙ୍କର ସେବା କରିବା, ଭଗବାନଙ୍କର ସ୍ୱରରେ ସ୍ୱର ମିଳେଇ ଆମେ କାମ କରିବା, ତାଙ୍କର ସେବା କରିବା, ତାଙ୍କ ଇଚ୍ଛା ଅନୁସାରେ, ତାଙ୍କର ସନ୍ତୁଷ୍ଟି ପାଇଁ। ଫଳରେ କଣ ହବ? ଆମେ ପରମ ଆନନ୍ଦ ପାଇବା, ଯାହାକି ଆମର ଆମେ ଏ ଜଗତରେ ଆମେ ଯୋଉଥିପାଇଁ ଚେଷ୍ଟା କରୁଛେ। ତେଣୁ ଏଇ ହଉଛି ଆମ ଜୀବନର ଲକ୍ଷ୍ୟ, ଆଟେନିଂ ଅନାମୟମ୍। ଏ ଅନାମୟମ୍ ଜିନିଷକୁ ଆମେ ଆମର ଆଟେନ୍ କରିବାର ଅଛି, ଯୋଉଟା କି ବିୟଣ୍ଡ ଅଲ୍ ମିଜରିଜ। ସେଠି ଦୁଃଖ ନାହିଁ, କୌଣସି ପ୍ରକାରର ଦୁଃଖ କଷ୍ଟ ନାହିଁ, ତାକୁ ଆମେ କୃଷ୍ଣ ଲୋକ ବୋଲିକି କହୁଛେ। କେମିତି ଯିବା? ଭଗବାନ କହୁଛନ୍ତି ବୁଦ୍ଧି ଯୁକ୍ତା, ବାଇ ବୁଦ୍ଧି ଯୋଗ। ସେଇ ଜିନିଷଟାକୁ ପୁଣି ପ୍ରଭୁପାଦ ବହୁତ ସୁନ୍ଦର ଭାବରେ ସେ ତାଙ୍କର ପର୍ପୋଟରେ ଗୋଟେ ଶ୍ରୀମଦ୍ ଭାଗବତମ୍ରୁ ସେ ଗୋଟିଏ ଶ୍ଲୋକଟି ଆଣିଛନ୍ତି। ଦଶମ 10th କ୍ୟାଣ୍ଟୋ 14 ନମ୍ବର ଅଧ୍ୟାୟ 58 ନମ୍ବର ଶ୍ଲୋକ। ସେ କହୁଛନ୍ତି ସମାଶ୍ରିତା ଯେ ପଦ ପଲ୍ଲବ ପ୍ଲବଂ ମହତ୍ ପଦଂ ପୁଣ୍ୟ ଯଶୋ ମୁରାରେ ଭବାମ୍ବୁଧି ବଚ୍ଛ ପଦଂ ପରଂ ପଦଂ ପଦଂ ଯଦ୍ ବିପଦାଂ ନ ତେଷାମ୍। ବହୁତ ସୁନ୍ଦର ଶ୍ଲୋକଟା। ସମାଶ୍ରିତା ଯେ, ଯୋଉମାନେ ସମର୍ପିତ ହେଇଯାଇଛନ୍ତି କୋଉଠିକି? ପଦ ପଲ୍ଲବ, ଭଗବାନଙ୍କର ଚରଣ କମଳ ତଳେ ଯୋଉମାନେ ଆଶ୍ରିତ ବା ସମର୍ପିତ, ପ୍ଲବଂ ମାନେ ଯୋଉ ଚରଣ କମଳ, ପଦପଲ୍ଲବ ଯୋଉ ଚରଣ କମଳ, ମାନେ ଯୋଉ ପଦ ଯୁଗଳ ତାଙ୍କର ଗୋଟେ ବୋଟ ଭଳିଆ ନୌକା, ପ୍ଲବଂ। ଏବଂ ତାକୁ ବର୍ଣ୍ଣନା କରୁଛନ୍ତି କେମିତି ସେ ବୋଟଟି? ମହତ୍ପଦଂ। ମହତ୍ପଦଂ ମାନେ ଯୋଉ ଏଣ୍ଟାୟାର ଆମର ଭୌତିକ ଜଗତର ସୃଷ୍ଟିର ସିଏ ହଉଛି ଆଶ୍ରୟ ସ୍ଥଳ। ସେଇଠି ସେଇ ବୋଟଟି କେବଳ ଆଶ୍ରୟ ଦେଇଛି ଏଣ୍ଟାୟାର ଭୌତିକ ଜଗତରେ ଯାହା ଆମେ ଦେଖୁଛେ ଏ ସୃଷ୍ଟିକୁ। ସେଲ୍ଟର ଅଫ ଏଣ୍ଟାୟାର କ୍ରିଏସନ। ମହତ୍ପଦଂ ପୁଣ୍ୟ ଯଶୋ, ଫେମସ। ସେଇ ପଦ ଯୁଗଳ ଭଗବାନଙ୍କର ସେଇ ଚରଣ କମଳ, ସେଇ ପଦ ଯୁଗଳ ହଉଛି ଗୋଟେ ବୋଟ ଭଳିଆ, ଯିଏ କି ଫେମସ। କଣ ଫେମସ? ମୁରାରେ, ମୁକ୍ତିଦାତା। ସେ ଆମକୁ ମୁକ୍ତି ଦେବେ, ଏଇ ଯୋଉ ଶରୀରରୁ ବାହାର କରିକି ଆମକୁ ପଠେଇଦେବେ କୋଉଠିକି? ତାଙ୍କ ପାଖକୁ, ଯୋଉଟା ଆମର ଅରିଜିନାଲ ଘର। ଭବାମ୍ବୁଧି ବଚ୍ଛ, ଭବାମ୍ବୁଧି ବଚ୍ଛ ପଦଂ ବୋଲେ ସେ କହୁଛନ୍ତି ଯୋଉ ଭବସାଗରରେ ଆମେ ପଡି ଯାଇଛେ, ପଡିକି ଆମେ ହନ୍ତସନ୍ତ ହଉଛେ, ଦୁଃଖ କଷ୍ଟ ପାଉଛେ, ଏଇ ଯୋଉ ଭବସାଗର ଭବାମ୍ବୁଧି ବଚ୍ଛ ପଦଂ ମାନେ ସେ କହୁଛନ୍ତି ଗୋଟେ ବାଛୁ, ମାନେ ଗୋଟେ ଗାଈର ଖୁରା, ପଦଂ ତାର ଖୁରାରେ ଯେତିକି ପାଣି ଧରିବ, ଗୋଟେ ଗାଈର ଖୁରାରେ ଯେତିକି ପାଣି ଧରିବ, ଏ ଭବସାଗରଟା ସେତିକି ହେଇଯାଉଛି ଯିଏ ଭଗବାନଙ୍କର ଚରଣ କମଳରେ ଆଶ୍ରିତ ବା ସମର୍ପିତ। ତେଣୁ ଇଜ ଇଟ୍ ଡିଫିକଲ୍ଟ ଟୁ କ୍ରସ୍? ଗୋଟେ ଗାଈର ଖୁରାରେ ଯେତିକି ପାଣି ଧରୁଛି ତାକୁ ଆମକୁ କ୍ରସ୍ କରିବାକୁ ଆଉ ଅସୁବିଧା ହବ କି? ଭବସାଗରଟା, ଏଣ୍ଟାୟାର ଭବସାଗରଟା ଏଇ ଏତିକି ପାଣି ହେଇଯାଉଛି ଯେତେବେଳେ ଆମେ ସମର୍ପିତ ହେଇଯାଉଛେ। ପଦଂ ପଦଂ ଯଦ୍ ବିପଦାଂ ନ ତେଷାଂ। ପ୍ରତି ମୁହୂର୍ତ୍ତରେ ଯୋଉ ବିପଦ ରହିଛି ଏ ଭୌତିକ ଜଗତରେ, ନା ତେଷାଂ ସେଠି ନାହିଁ। ଆମେ ଯୋଉଠିକି ଯିବା, କୋଉଠିକି ଯିବା? ସେ କହୁଛନ୍ତି ପରମ ପଦମ୍ ଭବାମ୍ବୁଧି ବଚ୍ଛ ପଦଂ ପରମ ପଦମ୍, ସେଇ ପରମ ଧାମକୁ ଯିବା ଯୋଉ ଧାମରେ ପଦମ ପଦମ ଯଦ୍ ବିପଦାଂ, ଏଇ ଯୋଉ ଭୌତିକ ଜଗତରେ ଯୋଉ ପ୍ରତି ମୁହୂର୍ତ୍ତରେ ଆମର ରହିଛି ବିପଦ, ସେଠି ନାହିଁ ନ ତେଷାଂ। ତେବେ ଏଠି ଦେଖନ୍ତୁ ଗୋଟେ ଭଲ ଜିନିଷ ଏ ଶ୍ଲୋକରେ ବି କହିଲେ ଯେ ପଦଂ ପଦଂ ଯତ୍ ବିପଦାଂ, ଇଏ ଏଇ ଭୌତିକ ଜଗତ କଥା କୁହାହେଇଛି।
ଏ ପ୍ରତି ମୁହୂର୍ତ୍ତରେ ପ୍ରତି ଷ୍ଟେପରେ ବିପଦ ଅଛି। କୋଉଠି ଅଛି? ଏ ଭୌତିକ ଜଗତରେ ଏଭ୍ରି ଷ୍ଟେପରେ। ଏବଂ ଲୋକ କଣ କରୁଛନ୍ତି? ଆମେ ସମସ୍ତେ କଣ କରୁଛେ? ଆମେ ଖାଲି ଆଡଜଷ୍ଟ କରିବାକୁ ଚେଷ୍ଟା କରୁଛେ। ଏଠି ସେଠି 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 କିଛି ଆମେ ଆଡଜଷ୍ଟ କରିଦେବାକୁ ଚେଷ୍ଟା କରୁଛେ ସେଇ ବିପଦକୁ। କିନ୍ତୁ ଗୋଟେ ବିପଦକୁ ଆମେ କ୍ରସ୍ କରିଗଲେ ମଧ୍ୟ ଆଉ ଗୋଟିଏ ବିପଦ ଆସିକି ପହଞ୍ଚି ଯାଉଛି। ଗୋଟେ ସମସ୍ୟା ସମାଧାନ ହେଇଗଲା, ପୁଣି ଆଉ ଗୋଟେ ସମସ୍ୟା ଆସିଯାଉଛି। This is how the entire world is designed. ଆମେ ଯେତେ ମିଜରିଜ ତାକୁ ଆମେ କଣ କରୁଛେ? ଆଡଜଷ୍ଟ କରୁଛେ। କିଛି ନାହିଁ, ଆମେ ଖାଲି वी आर ଆଡଜଷ୍ଟିଂ ୱିଥ ମିଜରିଜ। ପବନ କଷ୍ଟ ହଉଛି ଶରୀରକୁ, ପବନ ଦରକାର, ଫ୍ୟାନ ଆଣିଲେ। ଫ୍ୟାନ ରେ ଗରମ ଦିନରେ ପବନ ସୁଖ ଲାଗୁନି, ଏସି ଆଣିଲେ। ଏସି ଆଣିଲା ପରେ କଣ ହେଲା? ପାୱାର ନାହିଁ ରାତିରେ। ତେଣୁ ଆମ କଣ୍ଟ୍ରୋଲରେ ସବୁ ଜିନିଷ ନାହିଁ ଦୁନିଆରେ। ସେଥିପାଇଁ ଭଗବାନ କହୁଛନ୍ତି ପ୍ରତି ମୁହୂର୍ତ୍ତରେ ଏଠି ବିପଦ ରହିଛି। ସେଇ ବିପଦକୁ ଆମକୁ କ୍ରସ୍ କରିଯିବାକୁ ପଡିବ ଭଗବାନଙ୍କ ପାଖରେ ବୁଦ୍ଧି ଯୋଗରେ କାମ କରିକି, ସମର୍ପିତ ହେଇକି। ପ୍ରପାତ ତାଙ୍କ ପର୍ପଟରେ କହୁଛନ୍ତି ଯେ ଲୋକ ଏଇଭଳି କର୍ମ ଫଳରେ ଆଶା ରଖିକି, ଇଚ୍ଛା କରିକି କର୍ମ ଫଳରେ କାମ କରୁଛନ୍ତି, ଭାବୁଛନ୍ତି ଯେ ସେମାନେ ଏଇଠି ପରମାନେଣ୍ଟଲି ରହିବେ। ବହୁତ ସୁନ୍ଦର ଭାବରେ ଘର କରୁଛନ୍ତି, ପୁରା ମାନେ ବିଲ୍ଡିଂ ଯୋଉ ମାନେ ଦେଖିଲେ ଆଖି ଖୁସି ହେଇଯିବ, କଣ ନାହିଁ ତା ଭିତରେ। ଭାବୁଛନ୍ତି ଏଇଠି ସେମାନେ ଯେମିତି ପରମାନେଣ୍ଟଲି ରହିବେ, କିନ୍ତୁ ଗୋଟେ ଦିନ ସମୟ ଆସିବ ତାଙ୍କୁ ଏ ଘରଟି ଛାଡିବାକୁ ପଡିବ। ଏଇ ହେଲା ଭଗବାନ ସେଇଟା ଏଠି ବୁଝଉଛନ୍ତି ପର୍ପଟରେ ପ୍ରପାତ, ଯେ ଏଠି ସେମାନେ ଚିରଦିନ ରହିବେ ଏବଂ ଖୁସି ହେବେ ଏଇ ରହିକି। କିନ୍ତୁ ପ୍ରକୃତ କଥା ହଉଛି, ଯୋଉ ପର୍ଯ୍ୟନ୍ତ ଆମେ ଏ ଶରୀରରେ ଅଛେ, ଯୋଉ ଶରୀର କି ଭୌତିକ ଜଡ ପଦାର୍ଥରେ ତିଆରି ହେଇଛି, ମେଡ୍ ଅଫ୍ ମ୍ୟାଟର। ଆମେ ଆମର ଶରୀର, ଆମେ ହଉଛେ ସ୍ପିରିଟ ସୋଲ। ଆମ ଶରୀର ମେଡ୍ ଅଫ୍ ମ୍ୟାଟର, ଜଡ ପଦାର୍ଥରେ ତିଆରି। ଆମେ କେବେ ହେଲେ କୌଣସି କାରଣବଶତଃ ଆମେ ଏଇ ଯୋଉ ଦୁଃଖ କଷ୍ଟ ଏଥିରୁ ମୁକ୍ତ ହେଇପାରିବାନି। କାହିଁକି ନା ଶରୀର ଅର୍ଥ ହିଁ ଦୁଃଖ କଷ୍ଟ। ଆମେ ହେଇପାରିବାନି କେବେ ହେଲେ। ଆମେ ଯୋଉ ପ୍ଲାନେଟକୁ ବି ଯାଏ, ଭଗବାନ କହୁଛନ୍ତି ଯୋଉ 14 ବ୍ରହ୍ମାଣ୍ଡ ଆମେ ଯୋଉଠି ବି ବୁଲେ, ସବୁ ଭୌତିକ ଜଗତ, ସବୁଠି ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏଇ ଯୋଉ 4ଟି ବ୍ରାଣ୍ଡେଡ ପ୍ରୋବ୍ଲେମ ଏ ରହିବ। 3 ମିଜରିଜ ଏ ବି ରହିବ। ଆଧ୍ୟାତ୍ମିକ, ଆଧି ଭୌତିକ, ଆଧି ଦୈବିକ, ଏ ସବୁ ରହିବ। ତେଣୁ ଆମକୁ ଏ ଶ୍ଲୋକ ଅନୁସାରେ ଜନ୍ମ ବନ୍ଧନ ବିନିର୍ମୁକ୍ତା, ମାନେ ଆମେ କର୍ମଫଳ ତ୍ୟାଗ କରିକି ଏଇ ଜନ୍ମ ମୃତ୍ୟୁ ଚକ୍ରକୁ ସମାପ୍ତ କରିପାରିବା। କେମିତି କରିପାରିବା? କିଏ ସେଇ ପରମ ପଦକୁ ଆଟେଣ୍ଡ କରିପାରିବ? ଯେମିତି ଏ ଶ୍ଲୋକରେ କହିଲେ, ସମାଶ୍ରିତା ଯେ ପଦ ପଲ୍ଲବ। ଆମକୁ ସମର୍ପିତ ହେବାକୁ ପଡିବ ଭଗବାନଙ୍କ ପାଖରେ, କୃଷ୍ଣ ଚେତନାରେ ଡୁବି ଯିବାକୁ ପଡିବ। ଯିଏ ବୁଝୁଛି, ଯିଏ ଜାଣିଗଲାଣି, ଅନୁଭବ କଲାଣି ଯେ ତାର ରିଅଲ କନଷ୍ଟିଟ୍ୟୁସନାଲ ପୋଜିସନ, ଯୋଉ ବାସ୍ତବିକ ସ୍ୱରୂପ, ସର୍ଭିଟର ଅଫ କୃଷ୍ଣ, ସୁପ୍ରିମ ଲର୍ଡ ଶ୍ରୀକୃଷ୍ଣ, ତାଙ୍କର ଆମେ ହଉଛେ ସେବକ। ଯିଏ ବୁଝିଗଲାଣି ଏବଂ ସିଏ ହଉଛନ୍ତି ମାଷ୍ଟର, ତାହେଲେ ଆମେ କଣ କରିବା? ଆମର ତାଙ୍କ ସେବାରେ ଲାଗିଯିବା, ତାଙ୍କ ସନ୍ତୁଷ୍ଟି ପାଇଁ ଆମେ କାମ କରିବା। ସେବକର ଆଉ କାମ କିଛି ନାହିଁ। ଫର ଏକ୍ସାମ୍ପଲ, ଆପଣଙ୍କ ଶରୀରରେ ଯୋଉ ହାତଟି ଅଛି, ସେ କଣ? ସେ ହଉଛି ଏଇ ଶରୀରର ଗୋଟେ ଅଂଶ। ଇଏ କେବେ ହେଲେ ଇଣ୍ଡିପେଣ୍ଡେଣ୍ଟଲି ଏନ୍ଜୟ କରିପାରିବ କି? କରିପାରିବନି। ଇଏ ଡିପେଣ୍ଡେଣ୍ଟ। ଇଏ କଣ କରିବ ନା ଖାଦ୍ୟ, ସବୁ ଜିନିଷ କାମ କରିବ, ଖାଦ୍ୟ ତିଆରି କରିବ ଏବଂ ପାଟିକି ବି ଦବ, ପେଟକୁ ବି ଯିବ, ସବୁ ହେଲ୍ପ କରୁଛି ଶରୀର ପାଇଁ ଏ ହାତଟି। ଫଳରେ ୟାର ଷ୍ଟ୍ରେଂଥ ଆସୁଛି, ଇଏ ଆନନ୍ଦ ପାଉଛି। ସେମିତି ଆମେ ହଉଛେ ଭଗବାନଙ୍କର ଅଂଶ। ଯେତେବେଳେ ଆମେ ତାଙ୍କର ସେବା ହିଁ କରିବା, ଆମେ ଆନନ୍ଦ ପାଇବା। ଦିସ୍ ଇଜ ଦ ଟେକ୍ନିକ।
This is the formula, this is the mystery, this is the secret of happiness. এই হଉଛି ଆମର ସୁଖର ହଉଛି ସୁଖ ପାଇବାର ଏଇ ହଉଛି ସିକ୍ରେଟ। ଆମେ ହଉଛେ ତାଙ୍କର ଅଂଶ, କେବଳ ଅଂଶର କାମ ହଉଛି ଏଣ୍ଟାୟାର ହୋଲ କୁ କୋଅପରେଟ କରିବ, ହୋଲ ର ସେବା କରିବ, ଏଇ ହଉଛି ତାର କାମ। ତେଣୁ এইଭଳି ଆମେ ଯେତେବେଳେ ବୁଝିଯିବା ଯେ ଆମେ ହଉଛେ ସେବକ ଏବଂ କୃଷ୍ଣ ହଉଛନ୍ତି ମାଷ୍ଟର, ତାହେଲେ ଆମେ କଣ କରିବା? ତାଙ୍କର ସେବା କରିବା। ଆମେ ଯେତେବେଳେ ସେବା କଲେ ଆମର ଯୋଗ୍ୟତା ଆସିଗଲା, ଆମେ ସେଇ ପରମ ପଦମ କୁ ଆଟେଣ୍ଡ କରିବା ପାଇଁ, ଅର୍ଥାତ ଆମର ହାଇଏଷ୍ଟ ଡେଷ୍ଟିନେସନ ଯୋଉଟା କୃଷ୍ଣ ଲୋକ, ତାକୁ ଆମେ ପ୍ରାପ୍ତ କରିପାରିବା। କିନ୍ତୁ এইଭଳି ଯେତେବେଳେ ଆମେ ପରମ ପଦକୁ, ଭଗବାନ କହୁଛନ୍ତି ଯେତେବେଳେ ଆମେ ପରମ ପଦକୁ ଆମେ ପ୍ରାପ୍ତ ହେଇଗଲେ, ପାଇଗଲେ, ଆମେ ଜନ୍ମ ବନ୍ଧନ ବିନିର୍ମୁକ୍ତ, ମାନେ ଆମେ ଜନ୍ମ ବନ୍ଧନରୁ ମୁକ୍ତ ହେଇଯିବା। ଏବଂ ଏଇ ଜନ୍ମ ବନ୍ଧନରୁ ମୁକ୍ତ ହବାକୁ ହେଲେ ଆମକୁ କର୍ମ ଫଳ ତ୍ୟାଗ କରିବାକୁ ପଡିବ। କର୍ମ ଛାଡି ପାରିବାନି, କର୍ମ ଫଳକୁ ତ୍ୟାଗ କରିବାକୁ ପଡିବ। ୱିଲ୍ ହାଭ୍ ଟୁ ୱାର୍କ, କେବଳ ୱି ହାଭ୍ ଟୁ ଗିଭ୍ ଅପ୍ କର୍ମ ଫଳ। ଫଳକୁ ଆମେ ଯଦି ମାନେ ଯୋଉ ତ୍ୟାଗ କରିବା, କେମିତି ନା ଭଗବାନ କହୁଛନ୍ତି ବୁଦ୍ଧିରେ, ବୁଦ୍ଧିଯୁକ୍ତା। ବୁଦ୍ଧିଯୁକ୍ତା ଅର୍ଥ କଣ? ଭଗବାନଙ୍କ ସହିତ ଯୋଡି ହେଇ ଆମେ ଭାବିବା ଯେ ଆମେ କର୍ମଟି କେବଳ ଭଗବାନଙ୍କ ପାଇଁ କରିଥିଲେ, କର୍ମ ଫଳ ଭଗବାନଙ୍କର, ଏବଂ ଫଳ ଯାହା ହେବ ଭଗବାନଙ୍କର, ଭଗବାନଙ୍କର ସନ୍ତୁଷ୍ଟି ପାଇଁ ମୁଁ କର୍ମ କରିଥିଲି। ଏଇ ଭାବନା ହଉଛି ବୁଦ୍ଧି ଯୋଗରେ କର୍ମ କରିବା। କିନ୍ତୁ ଯିଏ ରଙ୍ଗଲି ଚିନ୍ତା କରୁଛି ଯେ ତାହାର ପୋଜିସନ ଆଉ ଭଗବାନଙ୍କର ପୋଜିସନ ଭାବୁଛନ୍ତି କେତେ ଜଣ ଏକା ଗୋଟେ ସ୍ତରର, ଅର୍ଥାତ ସେ ମାଷ୍ଟର ଆମେ ବି ମାଷ୍ଟର, ତାହେଲେ କଣ ହବ? ମାଷ୍ଟର ଆଉ ମାଷ୍ଟର କେହି କାହାର ସେବା କରିବେନି। ମାଷ୍ଟର ୱିଲ୍ ନଟ୍ ସର୍ଭ ଦ ମାଷ୍ଟର। ତେଣୁ କଣ କରିବେ ନା ଦି ଜଣ ଯାକ ଉପଭୋଗ କରିବାକୁ ଚେଷ୍ଟା କରିବେ। ଯୋଉ କେସରେ ଆମେ ଯିଏ ଭାବୁଛି ଯେ ମୋର ପୋଜିସନ ଯାହା, ଭଗବାନଙ୍କର ପୋଜିସନ ସେୟା, ସର୍ଭିସ ସେତେବେଳେ ଆଉ ନାହିଁ। ଯଦି ସର୍ଭିସ ନାହିଁ ତାହେଲେ କଣ ହବ? ମାନେ ଆମର ଯଦି ସେବା ଆମେ କରୁନେ, ଭଗବାନଙ୍କର ଯାହାକି ଆମର ସ୍ୱରୂପ ଆମେ ଯଦି ନ କରୁଛେ, ତାହେଲେ ଆମେ ପ୍ୟୁରିଫାଇଡ ହେଇପାରିବାନି। ପ୍ୟୁରିଫାଇଡ ଅର୍ଥ କଣ? ମନରେ ଯୋଉ ଅନର୍ଥ ରହୁଛି, ମନରେ କଣ ଅନର୍ଥ? ସେଥିପାଇଁ ତ ଭଗବାନ କହୁଛନ୍ତି ବୁଦ୍ଧି ଯୋଗେ। ମାନେ କାହିଁ କହୁଛନ୍ତି ବୁଦ୍ଧିରେ? ମନ ଦ୍ୱାରା କାହିଁକି ନୁହେଁ, ମନରେ ଅନର୍ଥ ରହିଛି। ଅନର୍ଥ କଣ? ଅନର୍ଥ ହଉଛି ଭୋଗ ବାସନା, ଏନ୍ଜୟମେଣ୍ଟ। ଏଇ ଆମକୁ ମିସଗାଇଡ କରୁଛି, ଏଇ ଆମକୁ ଜନ୍ମ ବନ୍ଧନରେ ପକଉଛି। ଆମକୁ କର୍ମ ଠିକରେ କରିବାକୁ ଦଉନାହିଁ। ତେଣୁ ଭଗବାନ କହୁଛନ୍ତି ଯେତେବେଳେ ଆମେ ଆକ୍ଚୁଆଲି ବୁଝିଯିବା ଯେ ନା ଆମେ ଭୋଗୀ ନୁହେଁ, ଆମେ ଭୋକ୍ତା ନୁହେଁ, ଆମେ ହଉଛେ ସେବକ, ଆମେ ଭଗବାନଙ୍କ ପାଇଁ କାମ କରୁଛେ, କର୍ମ ଫଳକୁ ତ୍ୟାଗ କରୁଛେ, ତାହେଲେ କଣ ହବ? ଏଇଭଳି ଯେତେବେଳେ ଆମେ ଭାବିବା ଏବଂ ଆମେ ଭାବିବା ଯେ ଆମେ ଭଗବାନ ନୁହେଁ, we are not God, 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 we are gods, God apostrophe S, ଆମେ ଭଗବାନଙ୍କର। ଯେତେବେଳେ ଆମେ ଏଇଭଳି ଭାବିବା, ତାହେଲେ ଆମେ ଠିକରେ ଆମେ ଜାଣିପାରିବା ଯେ ଆମେ ଭଗବାନଙ୍କର ସେବା ଆମର କରିବା ଦରକାର। ଏବଂ ଏଇଟା କେତେବେଳେ ଆମ ଜୀବନରେ ବଳବତ୍ତର ହବ, ଏମ୍ଫାଟିକ ହବ ଯେ ଆମେ ଭଗବାନଙ୍କର, ଯେତେବେଳେ ଆମେ ଭଗବାନଙ୍କର ପ୍ରେମମୟ ସେବା ଆରମ୍ଭ କରିଦେବା, ଡିଭୋସନାଲ ସର୍ଭିସ ସୁନ୍ଦର ଭାବେ କରିବା। ଏବଂ ଟପ୍ ମୋଷ୍ଟ ସର୍ଭିସ ଇନ୍ କୃଷ୍ଣା କନସିୟସନେସ, କେବଳ ହରେ କୃଷ୍ଣ ମହାମନ୍ତ୍ର ଜପ କରିବା। ଇଏ ହଉଛି ବିଗିନିଂ, ଇଏ ବିଗିନିଂ ଏବଂ ଇଏ ହଉଛି ଆପଣଙ୍କର ଆଧ୍ୟାତ୍ମିକ ଜୀବନର 90%। କେବଳ ହରେ କୃଷ୍ଣ ମହାମନ୍ତ୍ର ଜପ କରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତାହେଲେ କଣ ହବ? ଆମର ପ୍ୟୁରିଫିକେସନ ଆରମ୍ଭ ହବ। ଇଏ ଥିଓରି ନୁହେଁ, ଏ ଟୋଟାଲି ପ୍ରାକ୍ଟିକାଲ।
जो पर्यंत आम न करिचे आमे आम जीवन रो आमे आम जीवन को आमे ट्रांसफॉर्म करि परिबानी। दिस इज द ओनली वे। एंटायर भगवत गीता रे भगवान यारी ऊपर एम्फासिस देइचंती। बहुत कथा कहउचंती किंतु ता भितरे मोस्ट इंपोर्टेंट होची आमे जेतोले भगवानंकर नाम नवा आरंभ करदवा सिंसियरली इंटेंसली सिंसियर भाव रे करबा दृढ़ दृढ़ प्रता है कि करबा हमर दृढ़ता रहिबो एवं सीरियसली करबा एवं निजे अनुभव करि परिबा। ये ये मु कहि दउची याकु ग्रहण करिवार कोनोसी आवश्यकता नहीं बट करिकी तो देखि परिबा। लेट अस सी ट्राई एंड व्हाट इज हैपनिंग। बहुत जिनस आमे दुनिया रे ट्राई करूचे एटा ट्राई करिवार असुविधा कोन अछि किछि असुविधा नहीं। थरे करिकी देखा जाऊ। जो लोक पान दिनकू 40टा खाउथला एवं न खाइले माने कौनसी कर्म करि पारु नथला 25 कप चा पिउतला से छाड़िला केमती। अनेक जिनस दुनिया रे मु अनेक थर निजे चेष्टा करिछि छाड़िया पई करि पारनी। ए जेतबेले महामंत्र जप आरंभ कली 16 राउंड रे पहुंची गली आस्ते आस्ते मु फील कली एवं मोर मो ऑटोमेटिकली छाड़िली। ए कथा जेतबेले आसीबो भी आगे रे जेतबेले श्लोक आसीबो आमे 55 54 55 55 परे जिबा जे जो माने सेल्फ रियलाइज जानी गलेनी जे दे आर सर्विटर ऑफ कृष्णा सेवक देयर कॉन्स्टिट्यूशनल पोजीशन इज लाइक दैट दे आर नॉट मास्टर। एवं केमिति जानिबा तार लक्षण कोन तार भाषा कौन से लोकर नेक्स्ट आम आसब 54 नंबर पर से भगवान गोटे जगह कहे जे जो प्रत्येक जिनिस आम जो जहाँ करुचे जीवन रे भोग से भोगर लालसाटा आम छाड़देला भी जाएनी। से टेस्टा आम देहरे रही है आमको मन पकई दिए से आम छाड़ी पारे 2 मास छाड़िले पुणी आउ थे जाकि तार शिकार होचे। किंतु जेतबेले आमे हायर टेस्ट पाइबा हायर टेस्ट आमे ताकू से लोअर टेस्ट को छाड़ी परिबा। व्हाट इज दैट हायर टेस्ट कृष्णा इज गोइंग टू एक्सप्लेन दैट इन द सब्सिक्वेंट वर्स। दैट हायर टेस्ट इज मी बोली कि कृष्णा कहउचंती से होची मु। जेतबेले मोर नाम नवा आरंभ करदब अर्थात मते पाइगल तमे मोर नाम नवा मते पाइल एवं तापरे तुम ऑटोमेटिकली तुमर जेते बद अभ्यास तुम माइंड रे जेते अनर्थ से प्यूरिफाई हवा आरंभ हो। तो संभव दुनिया रे करी की देखा जाऊ। मु खाली कहीदेली से रही गला मु कहला परे भाबिबा जे लेट मी ट्राई एंड सी इज इट ट्रू एंड इट इज ट्रू। कहीं ना ये भगवान कहते ये मु कहूनी गीतार भगवान कहते। तेणु यही आज टाइम हो जाए आगू जीवानी 52-53 श्लोक दीटा जाक करदवा नेक्स्ट क्लास रे बेसी समय लगभग 54 ठू आरंभ हम मोस्ट इंपोर्टेंट हु इज ए सेल्फ रियलाइज्ड पर्सन आत्मवान स्थित प्रज्ञ आम जहाँ को सब कहूचे से लोकटी किए तार भाषा कौन हाउ डज ही वर्क हाउ डज ही सिट हाउ डज ही स्पीक कृष्ण अर्जुन पचारे एंड कृष्णा विल बी एक्सप्लेनिंग से जे सेल्फ रियलाइज्ड लोक तार सबू जिनस तार लक्षण टू आरंभ करिकी से केमिति कथा कहती से केमिति बसंती से केमिति माने चारटा प्रश्न से पचार 4टी प्रश्न कौच 54 नंबर श्लोक सेटा हूँ इंपोर्टेंट का भाषा माने तांकर सिम्पटम कौन किंग प्रभासते किंग आसीत किंग ब्रजेत कौन कौन माने किंग प्रभासते कौन से माने हाउ डज ही स्पीक किम आसीत हाउ डज ही सीट किम ब्रजेत हाउ डज ही वर्क दैट सेल्फ रियलाइज्ड पर्सन
ଏ ଜିନିଷ କହିବେ, ଦ୍ୟାଟ୍ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ। ସେଇ 54 ରୁ ଆରମ୍ଭ ହବ 71 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ, ଏ 72 ନମ୍ବର ଶ୍ଲୋକରେ ଦ୍ୱିତୀୟ ଅଧ୍ୟାୟ ସମାପ୍ତ ହବ। ହରେ କୃଷ୍ଣ। ଆଜି ଏଇଠି ବିରାମ ନବା। कृतराज श्रीमद् भगवद गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।